ଜୟ ଜଗନ୍ନାଥ। ସକାଳୁ ଉଠି ଦେଖେ ତ ଜଣେ ଫୁଲ ତୋଳାରେ ବ୍ୟସ୍ତ। ଆମକୁ ମାନେ ଶୀତ ହେଉଛି ଯେ ଉଠିବାକୁ ଇଚ୍ଛା ହେଉନି ଖଟରୁ, ୟାଙ୍କୁ କିନ୍ତୁ ନିଦ ହେଉନି ଫୁଲ ତୋଳିବାକୁ ଗଛରୁ। ତାପରେ ଘର ନିତ୍ୟକର୍ମ ସାରିକି ଲାଗି ଯାଇଥିଲେ ଜଳଖିଆ କରିବାରେ। ଆମର ଆଜି ହେଇଥିଲା ରୁଟିକୁ ଆଳୁ ଭଜା। ଏପଟେ ଜଳଖିଆ ହେଇଗଲା, ଏପଟେ ଦେଖିଲାକୁ ମୋ ଝିଆରୀ ବସି ମୋବାଇଲରେ ପାଠ ପଢ଼ୁଛି। ଆଉ ମୋ ପୁଅ ତ ଘରେ ନାହିଁ, ସେ ଯାଇଛି ପିକନିକ୍ କରିବାକୁ ବାଲେଶ୍ୱର। ତାପରେ ଜଳଖିଆ ହେଇଗଲା ପରେ ଚାଲି ଗାଧୋଇବାକୁ। ଏବେ ତ ଶୀତ ଦିନେ ଗାଧୋଇବାଟା ଭାରି କଷ୍ଟ। ମୁଁ ଭାବୁଛି ଆମର ଯଦି ଗିଜର ନଥାନ୍ତା, ଯେଉଁ ସକାଳୁ ଉଠି ଗାଧୋଇ ପଡ଼ୁଛି, ମୁଁ ଜମା ଗାଧୋଇ ପାରନ୍ତିନି। ଗାଧୋଇଲା ଗୋବ 9ଟା କି 10ଟା ହୁଅନ୍ତା। ଏପଟେ ଗିଜର ଲଗେଇ ଦେଇକି ଚାଲି ଗଛରୁ ସବୁ କ'ଣ କ'ଣ ଫୁଲ ଫୁଟିଛି ତୋଳିକି ଆଣିବାକୁ। ଏପଟେ ଦେଖିଲାକୁ 3ଟା ସୁନ୍ଦର ଗୋଲାପ ଫୁଲ ହେଇଥିଲା। ଆଉ ଯେଉଁଦିନ ଏଇ ଗୋଲାପ ଫୁଲ ଆମ ଛାତରେ ଫୁଟିଥିବ, ଛାତ ପରେ ବାସ୍ନା ହେଉଥିବ। ତାପରେ ସେବତୀ ଫୁଲ ବି ହେଇଥିଲା। ସବୁତକ ଫୁଲ ତୋଳିକି ଆଣିଲି। ଆଜି ସୋମବାର ଥିଲା, ଗଲି ମନ୍ଦିରକୁ। ମନ୍ଦିରରୁ ଆସିଲା ପରେ ମୁଁ ବି ଖାଇ ଦେଇଥିଲି ରୁଟି ଆଳୁ ଭଜା, ଆଉ ଯେଉଁ ଭୋଗ କରିକି ଆଣିଥିଲି କଦଳୀ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଏଇ ଗୋଲାପ ଫୁଲ କାହା ବାଇରେ ଅଛି କମେଣ୍ଟ କରିକି କହିବେ। ଜୟ ଜଗନ୍ନାଥ।